ଝିଅ ସମ୍ପୂର୍ଣ୍ଣଟା ମୋ କଥାରୁ ଅରାଜି ହୋଇ କୁଆଡ଼େ ଯେ ଚାଲି ଯାଇଛି ନା ମୁଁ କାଳିନ୍ଦ୍ର ଦେବୀ ମତେ ନା ଶୁଣିବା କେବେ ବି ଆସେନି। ମୋରି ଝିଅ ହେଇ ସେ କୁଆଡ଼େ ଚାଲି ଯାଇଛି। ଠିକ ଅଛି ଖୋଜିବି ମୁଁ ତାକୁ କୋଉଠି ଲୁଚିଛି ତାକୁ ଛାଡ଼ିବିନି। ଜୀବନ କେବେ ବି ନା ଶୁଣିବା ମୋ ଆଦତ ନାହିଁ। ଛାଡ଼ିବିନି ଲୋ। ଲକ୍ଷ୍ମୀ ଏତେବେଳେ ଯାଉ କୁଆଡ଼େ ଯାଇଥିବା? ମୁଁ ତ ମୋ ସାଙ୍ଗମାନଙ୍କ ସହିତ ଯାଇଥିଲି। ତତେ ଟିକେ ଲାଜ ଲାଗୁନି? ତୋ ମାଆକୁ ତୁ ମିଛ କହୁଛୁ। ଅଲକ୍ଷଣୀ ପୋଡ଼ା ତତେ କହିଥିଲି ନା ସେ ପୁଅ ଆସିବ ତା ସହିତ ସାକ୍ଷାତ କରିବୁ ବୋଲି। ସାକ୍ଷାତ କଲୁ ନାହିଁ ବା? ହଁ ମୁଁ ସେ ପୁଅ ସହିତ ସାକ୍ଷାତ କରିସାରିଛି ଆଉ ମୁଁ ବାହା ହେବା ମଧ୍ୟ ରାଜି ହେଇସାରିଛି। ହଁ ମୁଁ ବାହା ହେବାକୁ ରାଜି ହେଇସାରିଛି। ତୁ ସେ ପୁଅକୁ ବାହା ହେବୁ? ହଁ ମୁଁ ବାହା ହେବି। ତୋ ଶେଷ ନିଷ୍ପତ୍ତି ନୁହଁ? ହଁ ମା ହଁ ମୋ ଶେଷ ନିଷ୍ପତ୍ତି। ତୁ ସତରେ ସେ ପୁଅକୁ ବାହା ହେବୁ? ମୁଁ ସତ କହୁଛି ମୁଁ ତାଙ୍କୁ ବାହା ହେବି। ଆପଣ ଯାହା କରିଛନ୍ତି ଠିକ କରିଛନ୍ତି ମା। ମୁଁ ଏଥର ବାହା ହେବା ପାଇଁ ରାଜି ଅଛି। କିନ୍ତୁ ସେ ପୁଅ ସହିତ ମୁଁ ଭେଟ ସାକ୍ଷାତ କରିକି ଆସିଛି। ସେ ବେଶୀ ଭଲ ମା। ମୁଁ ତାଙ୍କୁ ଡାକି ଦେଉଛି। ଆପଣ କିଛି ସମୟ ଅପେକ୍ଷା କର। ଠିକ ଅଛି ମା। ଆରେ କୋଉଠି ଅଛ? ଆରେ ଆସୁନ। ଆରେ କୋଉଠି ଅଛ? ଆରେ ଶୀଘ୍ର ଆସ ବାବା। କଣ ସମ୍ପୂର୍ଣ୍ଣ ମତେ ଡାକିଲ କାହିଁକି? ହଁ ମୁଁ ଆପଣଙ୍କୁ ଡାକିଲି। ହଉ ଏଇ ଦେଖ ଏ ହଉଛନ୍ତି ମୋ ମା। ତୁମ ମା? ମୋର ପ୍ରଣାମ କ୍ଷମା କରନ୍ତୁ। ସତକୁ ସତ ନା ଅଜ୍ଞାନ ଯାହା କହିଥିଲା ପୁଅଟା ଦେଖିବାରେ ଭାରି ଭଲ। ହେଲେ ମା କାଳ ବିଳମ୍ବ କରିବାନି। ଏହି ମୁହୂର୍ତ୍ତରେ ବାହା କରିଦେଇ ମୁଁ ଏ ପୁଅକୁ ରାଜା ଅଭିଷେକ କରିଦେବି। କଣ କହୁଛ? ମୁଁ ଏ ରାଜ୍ୟରେ ରାଜା ହେବି? ହରେ ବାପ ଏମିତି କଥା? ମା କିନ୍ତୁ ମୋତେ ଗୁରୁଜୀ ମିଳିଥିଲେ ରାସ୍ତାରେ ଆଉ କହୁଥିଲେ କି ତମ ମା ସହିତ କିଛି କଥାବାର୍ତ୍ତା ଅଛି ବୋଲି। କିଏ? ଗୁରୁଜୀ। କାହିଁ ଡାକିଲୁ ଗୁରୁଜୀକୁ? ହଉ ଠିକ ଅଛି ମୁଁ ତାଙ୍କୁ ଡାକି ଦେଉଛି। ଗୁରୁଜୀ ଆସନ୍ତୁ। ସମ୍ପୂର୍ଣ୍ଣ ହଁ ଗୁରୁଜୀ। ରାଣୀମାକୁ ପଚାରି ପାରୁ ସେଇ ବିକୁର ଦୋଷ କଣ ଥିଲା? କଣ ଧନ୍ୟରେ ନାରୀ ତୋର କେତେ ରୂପ। ଅରେ ନିଜ ସ୍ୱାମୀକୁ ନିଜେ ମାରି ହାତରେ ପୁଣି ପିନ୍ଧିଛୁ ଶଙ୍ଖା, ମଥାରେ ପୁଣି ସିନ୍ଦୁର। ମା କଳେତ୍ରୀ ଦେବୀ ମା अरे चिन्ह मारिल मते देख भलो से देख
ଓ କିଏ ତୁ କିଏ? ତୁ ହଠାତ୍ ମୋ ରାଜମହଲ ଭିତରକୁ ଆସିଲୁ କେମିତି? ଓ ସେଇ ଭିକ୍ଷୁ ଚାକର। ଆରେ ତୁ ନିଜେ ତୋ ସ୍ୱାମୀକୁ ମାରି ଦେଇଥିବାଟା ମୁଁ ନିଜେ ଦେଖିଛି। ଆଉ ପୁଣି ତୋ ମଥାରେ ସିନ୍ଦୁର। ଏସବୁ କଣ କହୁଛନ୍ତି? ଛି ରାଣୀ ମା ଛି। ଆରେ ନାରୀ ଜାତି ପାଇଁ ତୁମେ ଗୋଟେ କଳଙ୍କ। ହଁ ହଁ କଳଙ୍କ। ତୁମ ମା କଣ ଏମିତି? ହଁ ଏସବୁ ମୁଁ କଣ ଶୁଣୁଛି? ତୁମ ମା କଣ ହତ୍ୟା ତା କରୁଛନ୍ତି ତୁମ ବଦଳରେ ବାବାଙ୍କୁ? ଗୋଟେ ତୁ ହଉଛୁ ଗୋଟେ ମୋ ମା ଏମିତି? ଆଲୋ ନାଗୋରୀ। ହচ্ছে কঞ্চটা হারিত। চুপ করো তোমার সমস্তে, চুপ করো। କାହିଁକି ମା କାହିଁକି ମତେ ବାପା ଛିଣ୍ଡ କାହିଁକି କରିଦେଲ? ହଁ ହଁ ତାର ଉତ୍ତର କାହିଁକି ଦିଅ। ମୋ ବାପାକୁ ମାରିଦେଲ ମା? ମୋ ବାପାର ଦୋଷଟା କଣ ଥିଲା ମା? ତମେ କଣ ଏତେ ନିର୍ଦୟ? ତମେ ମୋ ବାପାକୁ କାହିଁକି ମାରିଦେଲ ମା? ଆଉ ମତେ ସବୁଦିନ ପାଇଁ ବାପା ଛିଣ୍ଡ କରିଦେଲ। ମୁଁ ତମର କଣ ଦୋଷ କରିଥିଲି ମା? ବାବା ଏ ତ ମା, ତମେ ହଉଛ ମା? ନା, ତମେ ମା ନୁହଁ, ମୋ ନାଁରେ ଗୋଟିଏ କଲଙ୍କ। ତୁ ଠିକ କହିଛ ରେ ମା, ମୋ ମା ନୁହଁ, ମୋ ମା ନାଁରେ ଗୋଟିଏ କଲଙ୍କ। ଏ ଲୋଭ ଲାଲସା ମୋ ଆଖିରେ କଲା ପଟଳି ବାନ୍ଧି ଦେଇଥିଲା, କିନ୍ତୁ ଆଜି ମୁଁ ଜାଣିପାରୁଛି ରେ ମା, ଏ ଟଙ୍କା ସମ୍ପତ୍ତି ଧନ ସମ୍ପତ୍ତି କିଛି ବି ନୁହଁ, ଏ ସ୍ନେହ ମମତା ଆଗରେ କିଛି ବି ନୁହଁ। ଓହ, ଏ କଥା ଏଥରେ ମନେ ପଡ଼ିଲା। ଯେତେବେଳେ ମୋ ବାପାକୁ ମାରିବା ଆଗରୁ ଟିକେ ମଧ୍ୟ ଭାବି ପାରିଲନି ମୋର କଣ ହେବ? ମତେ ମୋ ବାପା ଛିଏ ତମେ ମୋ ବାପାକୁ ମାରିଦେଲ, ମତେ ସବୁଦିନ ପାଇଁ ଅନାଥ କରିଦେଲ। କଥାରେ ଅଛି ରେ ମା, ପ୍ରାଣୀର ଭଲ ମନ୍ଦ ବାଣୀ, ମରିବା କାଲେ ସେହି ଜାଣି, ମରିବା କାଲେ ସେହି ଜାଣି। ଗୁରୁଜୀ, କାଳିନ୍ଦୀ, ଯଦି ଆପଣ ମାନେ ସମସ୍ତେ ମତେ ଚାହୁଁଛନ୍ତି ତାହେଲେ ମୁଁ ଆପଣ ମାନଙ୍କୁ ହାତ ଯୋଡ଼ି ନେଉରା ହଉଛି। ମୁଁ ଲୋଭ ଲାଲସାରେ ପଡ଼ି ମୋ ନିଜର ହାତର ଶଙ୍ଖାକୁ ଭାଙ୍ଗି ଦେଇଛି, ମୋ ନିଜ ମଥାର ସିନ୍ଦୁରକୁ ମୁଁ ନିଜେ ପୋଛି ଦେଇଛି, କିନ୍ତୁ ଏ ଭୋଗ ବିଳାସ କରିବା ଲୋଭରେ ମୁଁ ଆଜି ବି ସଧବା ହେଇ ଘୁରି ବୁଲୁଛି। ଆପଣମାନେ ଯଦି ପାରିବେ ତାହେଲେ ମତେ କ୍ଷମା କରିଦେବେ। କ୍ଷମା? ମା, ମତେ ତ ଯାଉ ଲାଗୁଛି ତମ ଯେମିତି ନାରୀ ମରିଯିବା କଥା। ତୁ ଠିକ କହିଛୁ ରେ ମା, ମୋ ଭଳି ଜଣେ କଲଙ୍କିନୀ ନାରୀ ମରିଯିବା ଦରକାର। ହେଲେ ମୁଁ ଗୋଟିଏ ଲୋକର କଥାରେ ପଡ଼ି ଏସବୁ ମୁଁ ଭୁଲ ରାସ୍ତାକୁ ଚାଲି ଯାଇଥିଲି। ଜଣକ କଥାରେ ପଡ଼ି କିଏ ଭୁଲ ମା? ରାସ୍ତାକୁ? ସେ କିଏ? ସେ ହେଲା ଅଜ୍ଞାନ। ହେ ବିକୁ, ମଉସା, ଅଜ୍ଞାନ, ଆମ ଘରର ଚାକର ଅଜ୍ଞାନ କଥାରେ ପଡ଼ି ରାଣୀମା ଏସବୁ କରିବାକୁ ବାଧ୍ୟ ହେଲେ। ମା, ମଉସା, ବିକୁ, আরে সে অজ্ঞান গলে কুয়াড়ে মৌসা। ହେ ବିକୁ, ସେ ଅଜ୍ଞାନକୁ ତତେ
ଖୋଜି ବାହାର କରିବାକୁ ହବ। ନିଶ୍ଚୟ ମଉସା, ତାକୁ ମୁଁ ନିଶ୍ଚୟ ଖୋଜି ବାହାର କରିବି। ଆରେ ମୁଁ କଣ ସମସ୍ତେ ଖୋଜିବା, ଆଉ ତାକୁ ପାଇଲା ପରେ ତାକୁ ଜୀବନରେ ଛାଡ଼ିବାନି ମଉସା, ହତ୍ୟା କରିଦେବ। ସେମିତି ଲୋକ ଜମା ଭଲ ନୁହଁ। ଗୁରୁଜୀ, ସେ ଆମ ରାଜଉଆସରେ ଥିବେ, ତାକୁ ଖୋଜି ପାଇଲେ ନା ମୁଁ ତ ଛାଡ଼ିବିନି। ଚାଲନ୍ତୁ ଯିବା। ବୁଝିଲେ ବା, ସେ ଅଜ୍ଞାନକୁ ଆମକୁ ଖୋଜି ବାହାର କରିବାକୁ ହବ। ହଁ ମୁଁ ଚାଲନ୍ତୁ ଯିବା। ରାଣୀମା, ଆସନ୍ତୁ ରାଣୀମା। কথারে হচ্ছে ওলে কোরা উত্তায় বই ববিন অন্য কেই নাই দেখলে সেদিন মহাভারতরে যেমিতি শকুনি ଥିଲା এরা তা হাତରେ পাশা কাটি ଥିଲା এ পাশা কাটি এমিতি ভেঙ্গি ଥିଲା কে সে পাশা কাটিরে ସମସ୍ତେ ହେଇଗଲେ। ହେଲେ ମୁଁ କ'ଣ କରିଥାନ୍ତି? ମୁଁ ତ ବୁଢ଼ା ଲୋକଟାଏ, ଯେମିତି ମୋ ବୁଦ୍ଧି ବଳରେ ରାଜା ଆଉ ରାଣୀର ସର୍ବନାଶ କରିଦେଲି। ହେଲେ କଥାଟା ଗଡ଼ବଡ଼ ହଉଛି। ସତ କଥା, ଯଦି ତ ଏମାନେ ସମସ୍ତେ ମରିଗଲେଣି ତାହେଲେ ତ ମୁଁ ରାଜା ହେବି। ରାଜା ଆଇଓ ଆମ୍ବା, ସତ କଥା। ହେଲେ ଗୋଟାଏ କଥା ମନେ ପଡ଼ିଲା, ସମସ୍ତେ ତ ମରିଲେଣି, ହେଲେ ସେ ଭିକୁ ଚାକରଟା କେମିତି ଗଲା କିଏ ଜାଣେ? ସେଇଟା ମୋତେ ଗଡ଼ବଡ଼ ଲାଗୁଛି। ସେଥିପାଇଁ ଏଇଠି କୋଉଠି ଟିକେ ଲୁଚି ଦେବି, ଏମାନେ ଦେଖିଦେଲେ ମୋର ପୁରା ପମ୍ପ କରିଦେବେ। ହେ ପମ୍ପ ହେଲା। ভিক্ষু বাবু, তুমি পাগল হেলো কিয়ে পাগল? এইটা হাতরে চুরি করছ? অজ্ঞান, ও সম্পূর্ণ ভাବରେ পাগଳ ହେଇଯାଇଛି। কাইকে? ମୁଁ ତତେ ଭାବୁଥିଲି ତୁ ଜଣେ ଭଲ ଲୋକ। ସାଲା ହରାମ ଜାଦା, ମୋ ପୁଅକୁ ମୋ ହାତରେ ମାରିବା ପାଇଁ ଚାହିଁଥିଲୁ, ଆଉ ଏତେ ବଡ଼ କୁଟ ଚକ୍ର। ସାଲା ହରାମି, ତୋତେ ମୁଁ ଆଜି ଛାଡ଼ିବିନି। ଆଜି ମୁଁ আয়ো ভিক্ষু বাবু, সত্যি তুমি পাগল হয়ে যাইছ? পাগল? ମୁଁ ପାଗଳ ହେଇଯାଇଛି। সোলা রানী বাবু কইছিল মার দেবা পাই, ଆଉ ତାଙ୍କ ଝିଅକୁ କହିଥିଲେ ମାରି ଦେବା ପାଇଁ। ଆଉ ଜାଣିଛ, ସେଇ ସତ୍ୟ ମାଷ୍ଟର ପୁଅକୁ ମାରିଦେବା ପାଇଁ କହିଥିଲି। ତମେ ମାରିନ କିଏ? ତମେ ପୁରା ରାଜା ହବ। ରାଜା କ'ଣ କହିଲୁ? ରାଜା ହବ ନା? ରାଜା ହବ? ଆରେ ଓଏ, ଆଇ ଅମା, ଆରେ ସେ ମଉସା ପାଖରେ ଯୋଉ ଶିଶୁ ପୁତ୍ର ଥିଲା ସେଟା ମୋ ପୁଅ। ଆରେ ମୁଁ ତାକୁ ଛାଡ଼ି ଦେଇ ଚାଲି ଯାଇଥିଲି ସେଦିନ। ଆରେ ମନେ ପକା ସେଇ 8 ବର୍ଷ ତଳର କଥା। সম্মান করতে এটা গোড় বড় এলানি।
ଏଠି ରହିବା କଥା ନୁହେଁ ସିଧା 2 ଲାଗୁଛି ବୋଲି ସିଧା ପଳେଇବେ ଏଠୁ ଏଠି ଯିବେ ବାଟି ଚौक ହେଇକରି ସିଧା ପଳେଇବେ କୁଆଡ଼େ ପଲେବୁ ଆଇ ଅମ୍ମା ନମସ୍କାର ଅମ୍ମା ରଘୁନାଥ ନମସ୍କାର ସଲା ଅଇଟା ଖିଆ କୁକୁର ତାହେଲେ ତୁ ହଉଛୁ ଏ ନାଟର ଗୋବର୍ଦ୍ଧନ ନା ଆଇ ଅମ୍ମା ତମେ ଯେମିତି ଦମ କହୁଛ ସମାନେ ମୋର ସୁସୁ ହେଇଯିବ ହାରାମଜାଦା ତୋରି ପାଇଁ ତୋରି କଥାରେ ପଡ଼ି ମୁଁ ମୋ ସ୍ୱାମୀକୁ ମାରିଦେଲି ତୋରି କଥାରେ ପଡ଼ି ଏ ବିକୁକୁ ଗୋଟେ ଖୁନିଆ ସ୍ୱାମୀ ସଜେଇଦେଲି এটা মিছ কথা হে মিছ কথা ସବୁ ସତ କଥା ଏମାନଙ୍କୁ ପଚାର ଏ ଦେଖିଲେ କେମ ମୁଁ ତ ବୁଢ଼ା ଲୋକ ମୁଁ ଦାଢ଼ି ପାଚିଲାଣି ମୁଁ ଏମିତି କରିପାରେ ବୁଢ଼ା ଲୋକ ନାହିଁ ତୁ ବୁଢ଼ା ଲୋକ ତୁ ହଉଛୁ ସଲା ନାଟର ଗୋବର୍ଦ୍ଧନ ବେ ନାଇଲା ନା ଏମିତି କାହିଁକି ମାରୁଛ ଆମ୍ମା ଶୁଲା ଗାଲଟା ମୋର ଫୁଲି ଗଲାଣି କାଲ ଫୁଲିବା କଥା କହୁଛୁ ନା ଏବେ କୋଉ କୋଉ ଜାଗା ଫୁଲିବ ତୁ ନିଜେ ଜାଣିବୁ ସଲା ଆଜ୍ଞା ଆମ୍ମା କଥା କ'ଣ କି ହେଲା ମା କଥା କୋଉ ଟିକେ ଗୁ ଖାଇଦେଲି କ'ଣ କରିଦେଲୁ ଆଜ୍ଞା ଆମ୍ମା ଏ ଧନ ସମ୍ପତ୍ତି ଲୋଭରେ ପଡ଼ି ଏ ରାଜ ସିଂହାସନ ଲୋଭରେ ପଡ଼ି ମୁଁ ଏମିତି କାମ କଲି ଆଜ୍ଞା ମା ରାଜା ହେବ ନାହିଁ ବିକୁ ହଇରାଣୀ ମା ୟାକୁ ରାଜା ବନେଇ ଦେ ଆରେ ଏ ବିକୁ ଆଜ୍ଞା ଆରେ ରାଜା ହବୁ ପରାରେ ରାଜା ହେବି ବସ୍ ସିଂହାସନ ଉପରେ ବସ୍ আরে তুই সে জ্ঞান না ମୋ ପିଲାକୁ ଖୁଲି ସଜାଇ ତାକୁ ତା ସବୁ ଅନ୍ୟ ହାତରେ ଦେଖିବା ପାଇଁ ସେ ବାଧ୍ୟ ହେଲେ ତୁ ସେଇ ନା ସାରା ଜ୍ଞାନ ଶୁଣ ଭାଇ ଆଜ୍ଞା ବାବୁ ତମେ କହୁଛ କଥାଟା ମୁଁ ବୁଝିପାରୁଛି ବୁଝିପାରୁନି ଭାଇ ମୋ ନୁହେଁ ବାବୁ ସବୁ ହେଲା ଏ ରାଣୀ ମା ଏ ତୁ ଭାଇ ତୁ ସବୁ ହଉଛି ତୋର କାମ ଆଜ୍ଞା ବାବୁ ତମେ ବୁଢ଼ା ଲୋକଟାକୁ ଏମିତି କହିଲେ ହବ କିଏ କହିବିନି କି ଭାଇ ସଲା ପୁରୀ ପଠେଇଥିଲୁ ମତେ ବା ମାରିବା ପାଇଁ ମୋ ବାବାକୁ ଆଜ୍ଞା ହଁ ଏଇଟା ତମ ବାପା ହଁ ଏଇଟା ମୋ ବାବା ବେ ଏଇଟା ମୋ ମାଏ ବେ ପାଗଳ ହେଲୁ କି ବେ ମୁଁ ନା କାମ କରିନି ହଁ ଆଜ୍ଞା ବାବୁ ବୁଢ଼ା ହେଲେଣି ମୋ ମୁଣ୍ଡ ଠିକ କାମ କରୁଛି ମୁଁ ନା କାମ କରିନି ବେ ଠିକ ଅଛି ଆସୁଛି ବେ ଜ୍ଞାନ କୁଆଡ଼େ ଯାଉଛୁ ବେ ହଁ ଆବେ ଯିବୁ କୁଆଡ଼େ ଯିବୁ ରେ ଆଜ୍ଞା ବାବୁ ଛାଡ଼ ଇଏ ମୋର ପପ ହେଲାଣି ତୋର ଫପ ଛଡ଼େଇବେ ବେ ଏଇଠି ତମେ ଯାହା କହିବ ମୁଁ ତାହା ମାନିବି ତମେ କହିବ ଏକ କରିବାକୁ ଏକ କରିବି ତମେ କହିବ 2 କରିବାକୁ କହିଲେ 2 କରିବି କ'ଣ ଏସାଡ଼ୁ କଥା ହଉଛୁ ବେ ହଁ ମୂର୍ଖ ଛାଡ଼ିଦିଅ ହେଲା ମୋର କିଛି ଭୁଲ ନାହିଁ ବାବୁ ବେ ଆରେ ମୁଁ କର୍ମୀ ଜ୍ଞାନ ତୁ ପତିରେ ତୋର ଛଡ଼େଇବି ମୁଡ଼ ଗତିରେ ମୁଁ କର୍ମୀ ଜ୍ଞାନ ମୁଡ଼ ପତିରେ ତୋର ହଜାଇବି ମୁଡ଼ ଗତିରେ ତୁ କର୍ମ ମୁଡ଼ ଜ୍ଞାନ ପତିରେ ବାବୁ ମୋତେ ଛାଡ଼ି ଦିଅ ଛାଡ଼ିଦେବି ମୋର ମାଇକିଟା ଅଛି ପୁଅ 2ଟା ଅଛି ଦୁଇଟା ଅଛି ତୋର ପୁଣି ମାଇକିରେ ଦୁଇଟା ଅଛି ବେ ଏମିତି କଥା କାହିଁକି କହୁଛ ସବୁ କଥା କହିବ ମୋ ମାଇ ପୁଅ କଥା କହିବନି ହେଲା କାଇଁ କହିବିନି ବେ ଆଜ୍ଞା ଅମ୍ମା କ'ଣ ମାମା ଲଗଉଛୁ ବେ ହଁ
ଆୟୋ ବାବୁ কবে କୁହ କିସ ହେଲା আবাজের কথা হইবনি স্লো আবার যদি কম করবে ଆୟୋ ବାବୁ ଇଏ କି କଥା କହିଲା ସ୍ଲୋ ଇଏ ଏମିତି ସ୍ଲୋ କଥା ମୁଁ ଶୁଣିନଥିଲି আবাই আবাজ ঠিক কম করে কথা হবে বেশি আবাজ করে ভালো নুহ ସତରେ প্রথমে তুই বুড়া লোক ହଁ তোর যদি ତାମାନେ ମୋ ବୁଢା ଲୋକଟା ମୋର କିଛି ନାହିଁ আবে কিছু ଆୟୋ নাই। ବାବୁ হ্যাঁ ମୋ ବାପା ମା ନା ଦେଲେ ସିନା ମୋ ନା ଅଜ୍ଞାନ ମହାପାତ୍ର ବୋଲି হ্যাঁ ହେଲେ ମୋର ଅଧିକ ଜ୍ଞାନ ଇଏ তোর জানা বুঝি তো জ্ঞান কেতে ଏମିତି ଟେନସନ ହେଲେ ତମେ কଣ କରିବୁ বে মারি টেনশন পକାবো। ଦେଖଉଛୁ ମାଡ଼ ଖାଇବୁ ଠିକ ଅଛି ହେଲା ମୋର ଭୁଲ ହେଲା ଭୁଲ ହେଲା କଣ ଏଥିରେ ଚଳିଯିବ କେବେ ଛାଡ଼ି ଦିଅ ନାଇଁ ଛାଡ଼ାବି କିଅଣ କରିବ ତତେ ଏଠି ମାରିବି ବେ ଆମେ ସମସ୍ତେ ମିଶି ତତେ ମାରିବୁ ବେ ଏଠି ମତେ ମାରିବ କି ହଁ ଚାରି ଜଣ ମିଶି ଆସ ମାରିବୁ। ଏ ମାର ହେଲା ବାପା ହେଲା ମୋର ଭୁଲ ହେଲା ଆଉ ଜୀବନରେ ଏମିତି କାମ କରିବିନି ରାଣୀମା ଆୟୋ ଭିକୁ ବାବୁ ତୋର କେ ଭୁଲ କରିଛି ଆଉ ମରିବା ପର୍ଯ୍ୟନ୍ତ ଏମିତି ଭୁଲ କରିବି ଚୁପେ କୁକୁର ନାଙ୍ଗୁଲ କେବେ ସିଧା ହୁଏନି ବେ ହବ ତୋ ପରି ପଶୁ କେବେ ବଞ୍ଚିବା ଉଚିତ ନୁହଁ ଠିକ କହିଲ ଭାଇ ତାହେଲେ ଆସୁଛି କୁଆଡେ ଯିବୁ ଭାଇ ଅଜ୍ଞାନ ଆଜ୍ଞା ଆରେ ମୁଁ ତୋର କଣ ଭୁଲ କରିଥିଲି ଅଜ୍ଞାନ ନାଇଁ 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 ତୁ ମୋ ସଂସାରଟାକୁ ଉଜାଡ଼ିବା ପାଇଁ ଯାଇଥିଲୁ ନାଇଁ ବାପା ନାଇଁ 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 କଣ ନାଇଁ ଆରେ ତୁ ଜାଣି ଜାଣି ମତେ ମୋ ପୁତ୍ରଟାକୁ ତୁ ମାରିବା ପ୍ଲାନ୍ କରିଥିଲୁ ଆୟୋ ତୁ କେମିତି ଠିକ କହିଲେ ବାବା ଏଠି ତମ ପୁଅ ବୋଲି ତମେ ତ ବାଘ ପରି ଦିଶୁଛ ଏ ତମ ପୁଅ ଦିଶୁଲା ଜାଣିଛ କଣ ପାଇଁ କେମିତି ଦିଶୁଛି କାହ୍ନା ବାବା ଆଉ ଏ ଆରାମ ଦାଦାକୁ ଛାଡ଼ିବାନି କାହ୍ନା ଛାଡ଼ିବାନି ବାବା ଏଇ ରେକର୍ଡରେ ତାକୁ ହତ୍ୟା କରିଦେ ଭାଇ ଏ ହଉଥିଲା ଜ୍ଞାନ। ଏ ରାଜ୍ୟରେ ପୁଣି ରାଜା ଆମେ ହଉ ସ୍ୱର୍ଗପୁରରେ ରାଜା ভাই ভাই এ কেন রাজা ভোকরা আরে আসবে তোকে রাজা করাইবি এই আমার পতিপুরের রাজা করাইবে রাজা বুড়ি আম ধরটা পরা আম বাপটা পরা আম ছটা পরা কেন কেন কুয়াড়ে যাচ্ছি রে আয়ো কেতে তোর কইবে তো জীবন প্রতি কোনো ভয় নাই কি ভাই তোলা কইলা কথা সবইলে কହୁছে মারিবার মারিলে সরা কাজ কହୁଛୁ বে সরা কাজ কହୁଛୁ ভুল ହେଲା ভুল ହେଲା ମୋର ଭୁଲ ହେଲା বাবা ইয়াকু মারা মারি কি ଏଇ ୟାକୁ ଖାଇବା ପାଇଁ ଭାତ ଦିଅ ଭାତ ସହିତ ଅଣ୍ଡା ତରକାରୀ ଦିଅ ତା ସହିତ ପାରୁଛ ଯଦି ଦିଟା ପାଉଛ ଦିଅ বে সরা কেন তো মারিবি ভাই তো মারিবি এটি আরে বাবু রখ আরে মতে সিনা মারদেবু মোর ভাই ଅଛି ଜାଣିଛୁ କି କେ ଜାଣିଛୁ ଜାଣିଛୁ ନା কে বে ମା ୟୁଟ୍ୟୁବ ଚ୍ୟାନେଲ ଅଛି ରେ তোরা ସବୁ ୟା ପାର ଲାଗି କେସ୍ କରିବା তোরা ପୋଲିସରେ ଯିବ ଚୌକି পেছি আরে তোর বি কেস ଅଛି বে তোর বি ସବୁ লফাফা লেখা ଅଛି তোর বি ସେଇଆ ହବ ଯାଇକି ଜଲ୍ଦି ଜେରେ ଚକି ପେଶିବୁ ବେ ତୁ ପୁରା ଫପ ହେଇକି ବୁଝିଲୁ ମରିବାକୁ ଡରିନି ରେ ଓ ଜ୍ଞାନ ମହାପାତ୍ର ଏ ଗେଟ ଦେଖୁଛୁ ନା এটা কোন শুনো এটা তো পেট জোরে বড় ହେଇଛି মারিବାକୁ মার বাবা এ বাবা ये मारी जानी है भाई माने
ଏବେ ତୋର ମୃତ୍ୟୁ ସୁନିଶ୍ଚିତ ବେ। ଠିକ ଅଛି ଏ ନେ ଯା ଆରପୁରକୁ ଯମ ପାଖକୁ ଯାବେ ଯମ ପାଖକୁ ଯିବୁ। ଦେଖିଲୁ ଜ୍ଞାନ କେମିତି ମାରି ଦେଖିଲୁ আবে কেন আরপুরକୁ যাবে আরপুরକୁ যা। বাবা हरे कन्हा ଜ୍ଞାନକୁ ତମେ ରାସ୍ତାରୁ ହଟେଇ ଦେଲେ ବାବା। ଯିବା ଅମରାବତୀପୁରକୁ ଯିବା ସେ ରାଜ୍ୟକୁ ଯିବା ବାବା। ଚାଲନ୍ତୁ ବାପା चल रे बापा जीवा। ଚାଲନ୍ତୁ ବାବା।